ଆଜି ଆମେ ଗୋଟେ ନିର୍ଦ୍ଦିଷ୍ଟ ତଥ୍ୟ ଦେଖିବା। ଜଣେ ଶ୍ରୋତା ପଠେଇଛନ୍ତି, ଆମ ପାଖରେ ଗୋଟିଏ ହିଁ ସୂତ୍ର ଅଛି। ଓହୋ, ଗୋଟିଏ ସୂତ୍ର। ହଁ, ଗୋଟେ ଉଦ୍ଧୃତି। ଶୀର୍ଷକ ହେଲା କଥକଲି କଳାକାର କଳାମଣ୍ଡଲମ୍ ରାଜନ୍। ତେବେ ଏଇ ସାନ ଅଂଶଟା କ'ଣ କହୁଛି ଆଉ କୋଉ ପ୍ରଶ୍ନ ଉଠଉଛି ସେଇଟା ଟିକେ ଦେଖିବା। ହଁ, ଏଇଟା ତ ବେଶ ଅଲଗା ଲାଗୁଛି। ଗୋଟିଏ ସୂତ୍ର, ପୁଣି ଏମିତି ଖଣ୍ଡିତ ତଥ୍ୟ। ଏଥିରୁ କେତେ କଥା ବାହାରି ପାରିବ ଆଉ କେଉଁଠି ଆମକୁ ଅଧିକ ଖୋଜିବାକୁ ପଡ଼ିବ ସେଇଟା ଜାଣିବା ମଜାଦାର ହେବ। ହଁ, ଆମର ଲକ୍ଷ୍ୟ ତ ସେୟା। ଏଇ ସୂତ୍ରରୁ ଯାହା ବି ଅର୍ଥ ମିଳୁଛି ବାହାର କରିବା। ଚାଲନ୍ତୁ ତାହେଲେ ଆରମ୍ଭ କରିବା। ଦେଖନ୍ତୁ, ଶୀର୍ଷକଟା ପୁରା ସିଧା, କଥକାଲି କଳାକାର କଳାମଣ୍ଡଲମ୍ ରାଜନ୍। ପ୍ରଥମରୁ ହିଁ ସ୍ପଷ୍ଟ ଯେ ଏ କଳାକାର କଥକଲି ସହିତ ଜଡ଼ିତ। ହଁ, କଥକଲି, କେରଳର ସେଇ ପ୍ରସିଦ୍ଧ ଶାସ୍ତ୍ରୀୟ ନୃତ୍ୟ ନାଟିକା। ଜାଣିଛନ୍ତି ତ, ତାର ସେଇ ବଡ଼ ବଡ଼ ବେଶଭୂଷା ଆଉ ମୁଖ ଅଭିନୟ। ଏକଦମ। ଆଉ ସେ କଳାମଣ୍ଡଲମ୍ ଶବ୍ଦଟା ବି ଗୁରୁତ୍ୱପୂର୍ଣ୍ଣ, ନୁହେଁ କି? ନିଶ୍ଚୟ, କାରଣ ଏଇଟା ସାଧାରଣତଃ କେରଳ କଳାମଣ୍ଡଲମକୁ ହିଁ ବୁଝାଏ, ଯାହାକି ଶାସ୍ତ୍ରୀୟ କଳା ପାଇଁ ଗୋଟେ ବହୁତ ବଡ଼ ବିଶ୍ୱସ୍ତରୀୟ ଅନୁଷ୍ଠାନ। ତେଣୁ ଖାଲି ପରିଚୟ ନୁହେଁ, ବୋଧହୁଏ ତାଙ୍କ ଟ୍ରେନିଂ କୋଉଠୁ ହେଇଛି ତାର ବି ଗୋଟେ ଇସାରା ମିଳୁଛି। ହଁ ହଁ, ସମ୍ଭାବନା ଅଛି। ଠିକ୍। ଆଚ୍ଛା, ଆଗକୁ ବଢ଼ିବା। ଉଦ୍ଧୃତିରେ ଲେଖା ଅଛି ଯେ ସେ 2009 ମସିହାରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ। ଏଇଟା ଗୋଟେ ବଡ଼ ଖବର। ହଁ, ବହୁତ ବଡ଼ ଖବର। ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ତ ଭାରତରେ ପରଫର୍ମିଂ ଆର୍ଟସ୍ ପାଇଁ ସବୁଠୁ ବଡ଼ ସମ୍ମାନ ଭିତରୁ ଗୋଟେ। ତେଣୁ ଏଇ ତଥ୍ୟଟା ଦେଖଉଛି ଯେ କଳାମଣ୍ଡଲମ୍ ରାଜନ୍ଙ୍କୁ କାମକୁ ବହୁତ ଉଚ୍ଚ ସ୍ତରରେ ସ୍ୱୀକୃତି ମିଳିଛି। କିନ୍ତୁ ଏଇଠି କଥାଟା ଆହୁରି ମଜାଦାର ହେଇଯାଉଛି। ଉଦ୍ଧୃତିର ପର ଅଂଶଟା ଗୋଟେ ପ୍ରଶ୍ନ। ଆଚ୍ଛା, ପ୍ରଶ୍ନ। ହଁ, ପଚରାଯାଇଛି, କଳାମଣ୍ଡଲମ୍ ରାଜନ୍ ନିମ୍ନଲିଖିତ କେଉଁ ନୃତ୍ୟ ଶୈଳୀ ପାଇଁ 2009ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ? ଓହୋ, ଏବଂ ଏଇଟା ହିଁ ତଥାପି ତେ ସୂତ୍ରର ସବୁଠୁ ଆଶ୍ଚର୍ଯ୍ୟ କଲା ଭଳି କଥା। ଦେଖନ୍ତୁ, ପ୍ରଶ୍ନରେ ନିମ୍ନଲିଖିତ ଅଛି, ହଁ, ଯାହାର ଅର୍ଥ ସାଧାରଣତଃ କିଛି ଅପସନ୍ସ ଥିବ। ଏକ୍ଜାକ୍ଟଲି। କିନ୍ତୁ ଏଇ ଉଦ୍ଧୃତିରେ କୋଉଠି ବି କିଛି ବି ବିକଳ୍ପ ଦିଆଯାଇ ନାହିଁ, ଆଉ ସବୁଠୁ ବଡ଼ କଥା ହେଲା ଉତ୍ତର ବି ନାହିଁ। ତାମାନେ ଆମ ପାଖରେ ଯାହା ଅଛି ସେଥିରେ କିଛି ତଥ୍ୟ ଅଛି, ଯେମିତି ସେ କଥକଲି କଳାକାର 2009ରେ ପୁରସ୍କାର ପାଇଛନ୍ତି, ଆଉ ତା ସାଙ୍ଗକୁ ଗୋଟେ ଅଧା ପ୍ରଶ୍ନ। ଏଇଟା ଟିକେ ଅଜବ ଲାଗୁନି? ନିଶ୍ଚିତ ଭାବରେ ବହୁତ କୌତୂହଳ ବି ସୃଷ୍ଟି କରୁଛି। ଏହାର ମାନେ କ'ଣ ହେଇପାରେ? ବୋଧେ ଏଇଟା କୋଉ ପ୍ରଶ୍ନପତ୍ରରୁ ନିଆଯାଇଛି, କିମ୍ବା କୋଉ କୁଇଜ୍ରୁ। ହଁ, ସମ୍ଭବ, ଯୋଉଠି ବିକଳ୍ପଗୁଡ଼ିକ ଅଲଗା ଥିବ। କିମ୍ବା ଏମିତି ବି ହେଇପାରେ ଏଇଟା ଗୋଟେ ବଡ଼ ଲେଖାର ଛୋଟ ଅଂଶ, ଯୋଉଠି ଆଗକୁ କି ପଛକୁ ଉତ୍ତରଟା ଥିବ। ତେବେ ଆମେ ଯଦି କେବଳ ଏଇ ସୂତ୍ରକୁ ଦେଖିବା, ତାହେଲେ ଆମେ ଏତିକି ଜାଣିଲେ ଯେ କଳାମଣ୍ଡଲମ୍ ରାଜନ୍ ଜଣେ ଜଣାଶୁଣା ସ୍ୱୀକୃତିପ୍ରାପ୍ତ କଥକଲି କଳାକାର। ହଁ, କିନ୍ତୁ ତାଙ୍କୁ ଯେଉଁ 2009ର ବଡ଼ ପୁରସ୍କାରଟା ମିଳିଲା, ସେଟା କୋଉ ନିର୍ଦ୍ଦିଷ୍ଟ କାମ ପାଇଁ ମିଳିଥିଲା? ସେଇଟା ଏଥିର ସଫା ଜଣାପଡ଼ୁନି। ହଁ, ହୋଇପାରେ କଥକଲି ପାଇଁ ମିଳିଥିବ, କିନ୍ତୁ ପ୍ରଶ୍ନଟା ଯେମିତି ଅଛି ସେ ଗୋଟେ ସନ୍ଦେହ ଛାଡ଼ି ଦେଉଛି। ଆଉ ଏଇଟା ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ଦେଖଉଛି। ଗୋଟିଏ ଛୋଟ ତଥ୍ୟ ବା ଉଦ୍ଧୃତି କେତେ ସୀମିତ ହୋଇପାରେ। ଠିକ୍। ଏଇଟା ଆମକୁ କଳାକାର ବିଷୟରେ କିଛି କହୁଛି, ତାଙ୍କର ସମ୍ମାନ ବିଷୟରେ କହୁଛି, କିନ୍ତୁ ପୁରା କାହାଣୀଟା ଦଉନି। ଗୋଟେ ପ୍ରକାର ଟିଜର ଭଳି, ଆଉ କ'ଣ? ହଁ, ଯାହା ଆହୁରି ଜାଣିବାକୁ ଇଚ୍ଛା ବାଢୁଛି। ହଁ, ତେବେ ଏଇ ଯୋଉ ସଂକ୍ଷିପ୍ତ ଆଲୋଚନା ହେଲା, ଏଥିରୁ ଆମେ ମୁଖ୍ୟତଃ କ'ଣ ଶିଖିଲେ? ମୋତେ ଲାଗୁଛି ମୁଖ୍ୟ କଥା ହେଲା କଳାମଣ୍ଡଲମ୍ ରାଜନ୍ ଜଣେ ପ୍ରତିଷ୍ଠିତ କଥକଲି କଳାକାର। ହଁ, ପ୍ରତିଷ୍ଠିତ କଳାକାର। ଆଉ ସେ 2009ରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଭଳି ଏକ ବଡ଼ ସମ୍ମାନ ପାଇଛନ୍ତି। ନିଶ୍ଚୟ। କିନ୍ତୁ ଆମ ପାଖରେ ଯୋଉ ସୂତ୍ର ଅଛି ସେଥିରେ ତାଙ୍କ ପୁରସ୍କାରର ସଠିକ୍ କାରଣ ବିଷୟରେ ଗୋଟେ ରହସ୍ୟ ରହିଯାଉଛି, ଗୋଟେ ଅସମାପ୍ତ ପ୍ରଶ୍ନ। ହଁ, ଏବଂ ଏଇଟା ଆମକୁ ମନେ ପକେଇ ଦେଉଛି ଯେ କୌଣସି ବିଷୟକୁ ପୁରା ବୁଝିବାକୁ ହେଲେ ବେଳେବେଳେ ଗୋଟିଏ ସୂତ୍ର ଯଥେଷ୍ଟ ହୁଏନି। ସତ କଥା। ଏଇ ଉଦ୍ଧୃତିଟା ନିଜେ ଗୋଟେ ପହେଳି ଭଳି କିଛି କହୁଛି ଆଉ କିଛି ଜାଣିବା ପାଇଁ ଆହ୍ୱାନ ଦଉଛି। ହଁ, ଠିକ୍। ତେବେ ଏଇ ଆଲୋଚନା ଶେଷରେ ଗୋଟେ କଥା ଭାବିବା ପାଇଁ ରହିଲା। ଯେତେବେଳେ ଆମକୁ ଏମିତି ଅଧୁରା ସୂଚନା ମିଳେ, ସେତେବେଳେ ତାହା ଆମ ଜ୍ଞାନ ଖୋଜିବା ପ୍ରକ୍ରିୟାକୁ କେମିତି ପ୍ରଭାବିତ କରେ? ଭଲ ପ୍ରଶ୍ନ। ଏହା କ'ଣ କେବଳ ଆମକୁ ଆହୁରି ଖୋଜିବାକୁ ପ୍ରେରଣା ଦିଏ, ନା ବେଳେବେଳେ ଭୁଲ ବୁଝାମଣା ସୃଷ୍ଟି କରିବାରେ ବି ଆଶଙ୍କା ଥାଏ? ଏଇଟା ଟିକେ ଭାବିବା କଥା।